ରାଣ ଖାଇଛ ସେପଟେ ନିଜ ଝିଅକୁ ନିଜ ଜୀବନଠୁ ବେଶୀ ଭଲ ପାଉଛ ଆଉ ପାଇବନି କେମିତି? ଗୋଟେ ବୋଲି ତ ଝିଅ ନା ଆଗକୁ କିଏ ଅଛି ନା ପଛକୁ। ଗୋଟେ ମା ପାଇଁ ତା ସନ୍ତାନ ମୂଲ୍ୟ ଅମୂଲ୍ୟ ମୂଲ୍ୟ। ମୋ କଥା ମାନନ୍ତୁ, ସବୁ ସମ୍ପତ୍ତି ସେ ଉଗ୍ରସେନ ନାଁରେ କରିଦିଅନ୍ତୁ। ଦେଖନ୍ତୁ ରାଣୀ, ମୁଁ ବି ସ୍ମୃତିକୁ ସେତେ ଭଲ ପାଏ, ସେଇଥିପାଇଁ କହୁଛି। ସେ ଉଗ୍ରସେନ ତ ମତେ ପ୍ରଥମରୁ ରାକ୍ଷସ ପରି ଲାଗୁଛି, ଆଉ ଏବେ ସମ୍ପତ୍ତି ଲୋଭରେ ସେ ପୁରା ପଶୁ ପାଲଟି ଯାଇଛି। ତା ମୁଣ୍ଡ ଯଦି ବିଗିଡ଼ିଯାଏ ତାହେଲେ ସେ ଆମ ସ୍ମୃତିର କଣ ନାହିଁ କଣ କରିବ ସେ ନିଜେ ହିଁ ଜାଣେ। ଆଉ ସେଇ କଥା ଭାବି ମୋ ମୁଣ୍ଡ ପୁରା ଖରାପ ହେଇଯାଉଛି। ଆପଣ ମା ହିଁ କେମିତି ଧୈର୍ଯ୍ୟ ଧରି ରହିଛନ୍ତି କେଜାଣି? ଆପଣ କାହିଁକି ଏତେ ଚୁପଚାପ ହେଇଯାଇଛନ୍ତି? ଗୋଟେ ସାମାନ୍ୟ ଗୁଣ୍ଡା ଆପଣଙ୍କୁ ଘର ଭିତରେ ବସି ମୋ ଝିଅକୁ ନେଇଗଲେ, ଅଥଚ ଆପଣ ତାରି ନ୍ୟାୟକୁ ଅପେକ୍ଷା କରିଛନ୍ତି। ଭାଇ, ତମେ ତ ମୋର ସବୁ ବିପଦ ଆପଦରେ ଠିଆ ହବ। ତମେ କଣ ବୁଝିପାରୁନ? ତମରି ଭଉଣୀର ଝିଅକୁ ସାମାନ୍ୟ ଖୋନିଆ ତମେ ନେଇଯାଇଛି, ଅଥଚ ତମେ ସମୟକୁ ଅପେକ୍ଷା କରୁଛ। ତାଛଡ଼ା ଆମେ କଣ କରିପାରିବା? ସମସ୍ତେ ଗୋଡ଼ ଉପରେ ଗୋଡ଼ ପକେଇ ହାତ ଧରି ବସିଥା। କାହାର କିଛି କରିବା ଦରକାର ନାହିଁ, କି ମୋ ଝିଅକୁ ଖୋଜିବା ଦରକାର ନାହିଁ, ମୋ ଝିଅ ଚିନ୍ତା କରିବା ଦରକାର ନାହିଁ। ମାରିଦଉ, ସେ ବାବା ମୋ ଝିଅକୁ ମାରିଦଉ। ମୋ ଝିଅ କାହାର ତ କିଛି ଯିବନି ନା। ତୁ କଣ ଏକା ତୋର ଝିଅ ଶୁଣି ସେ ମୋର ବି ନାତୁଣୀ, ଦେବର ବି ଭାଇ। ଆମେ ସମସ୍ତେ ବି ତା କଥା ଚିନ୍ତା କରୁଛୁ। ଆପଣ ଖାଲି ଚିନ୍ତା ସେ ତ ଆମ ସ୍ମୃତିକୁ ଛାଡ଼ିଦେବନି ନା। ଆମେ କଣ କରିବା କହୁନୁ? ସେ ଉଗ୍ରସେନ କୋଉଠି ଅଛି, ସ୍ମୃତି ନେଇ ସେ କୋଉଠି ରଖିଛି, ତାର କିଛି ସୁରଟ ପାଇଲେ ଆମେ କିଛି କରିବା ନା। ଉଗ୍ରସେନ ଫୋନ କରିବୁ ବୋଲି କହିଛି। ଆମେ ସମସ୍ତେ ଏବେ ତା ଫୋନକୁ ଅପେକ୍ଷା କରୁଛୁ। ଯଦି ସେ ଫୋନ ନ କରେ ଏବେ ତୁ ମୋ ସାଙ୍ଗରେ ଯିବୁ। ନାନୀ ଯାହା କହୁଛି ଠିକ କହୁଛି। ଇଏ ଆମ ସ୍ମୃତିକି ନେଇଛି, ତାପରେ ଭରସା କରୁଛି। ଆଉ ମୂର୍ଖ ଭଳିଆ ଏମିତି ଟେଲିଫୋନକୁ ଅପେକ୍ଷା କରୁଛେ। ମୋ ମତରେ ପୋଲିସକୁ ଇନଫର୍ମ କରିଦେବ, ତାପରେ ପୋଲିସ ଯାହା କରିବା କଥା କରିବ। ଓକିଲ ବାବୁ, ତମେ ଯାହା କହୁଛ ସବୁ ଠିକ ଯେ, ହେଲେ ସେ ଖାଇଲା ଗଦିଆଟା ଯଦି ଏ କଥା ଜାଣିଦିଏ ତାର ସ୍ମୃତିର ଅବସ୍ଥା କଣ ହବ ବୁଝିପାରୁଛ ତ? ହଁ ମାଇଥର, ତମେ ଠିକ କହୁଛ। ସେ ଚାଣ୍ଡୁଟା ଯଦି ଏ କଥା ଜାଣିପାରିବ ତାହେଲେ କଣ ଅନର୍ଥ କରି ବସିବ। ଦେଖ, এটা ঠিক খবর। ଆପଣ ଠିକ କହିଛନ୍ତି। ଆମେ ଯଦି ପୋଲିସରେ ଇନଫର୍ମେସନ ଦେବା ଆମର କିଛି ଲାଭ ହବନି, ବଡ କ୍ଷତି ହବ। ବିଭୁ, ତୁ ଟିକେ ବୁଝିବା ପାଇଁ ଚେଷ୍ଟା କର। ଆଚ୍ଛା ଭାଇ, ଆମେ ଏତେ ଭୁଲ ନ କରି ଚୁପଚାପ ଖବର ଦେଇଦେଲେ ପୋଲିସ ଏଠିକି ଆସନ୍ତା, ଫୋନ ଟ୍ୟାପ୍ କରନ୍ତା, ଜାଣିପାରନ୍ତା ଉଗ୍ରସେନ କୋଉ ଜାଗାରୁ କହୁଛି। ବାସ୍, ତାପରେ ସେଇ ଅନୁସାରେ ସେ ଷ୍ଟେପ୍ ନେବ। ବୁଝିଗଲି। ଏବେ ମତେ କଣ କରିବାକୁ ପଡିବ ମୁଁ ଠିକ ବୁଝିଗଲି। ମତେ ମୋ ଝିଅକୁ ଖୋଜିବାକୁ ଦିଅନ୍ତୁ। ମୁଁ ସେ ଉଗ୍ରସେନକୁ ନିଜେ ସାମ୍ନା କରିବି, ଆଉ ଆପଣମାନେ ଏଠି ବସେ ତା ଟେଲିଫୋନକୁ ଅପେକ୍ଷା କରିଥାନ୍ତି। ତମର ଯାହା ଦରକାର, ତମେ ଯାହା ଚାହୁଁଛ, ତମର ଯାହା କର୍ତ୍ତ ଅଛି ସବୁ କିଛି ମୁଁ ପୂରଣ କରିବି। କୁହ ତମେ କଣ ଚାହୁଁଛ? ଯାହାକୁ ମାଗି ମାଗି ଥକି ଗଲେ ବି କିଛି ମିଳେନି, ସିଏ କଣ ଆପେ ଆପେ ମୋ ମନୋବାଞ୍ଛା ପୂରଣ କରିଦେବାକୁ ରାଜି ହେଇଗଲାଣି। କଣ ଏତେ ରେପୁଟେଡ୍ ଆଉ ଏତେ ଖତରନାକ କ୍ରିମିନାଲ ହେଇଗଲେଣି? ମୋ ଭଏସ ନ ଶୁଣିବା ପୂର୍ବରୁ ତୁଳସୀ ଡରି ଯାଉଛି। ତମେ ଚୁପ୍ ରହିଯାଉଛ କାହିଁକି? ତମେ ଯଦି ମୋ ଝିଅର କିଛି ବି କ୍ଷତି କର ତାହେଲେ ଝିଅକୁ ମାରିଲା ବେଳକୁ ଏମିତି ଆଗ୍ରହ ସହକାରେ ଦେଇଦେବାକୁ ରାଜି ହେଇଯାଇଥିଲେ ଆଜି ସିଏ ମରିଥାନ୍ତା କାହିଁ କହିଲ? ତମେ କିଛି କହୁନ କାହିଁକି? ମୁଁ ତମର କୋଉ କୋଉ ସମ୍ପତ୍ତି ଦରକାର ମୁଁ ତମକୁ ଦେବି। ମୁଁ ସ୍ୱର୍ଗରେ ଅଛି ନା ମର୍ତ୍ତ୍ୟରେ ଅଛି? ସ୍ୱପ୍ନରେ ଅଛି ନା ସତରେ ଅଛି? ତୁଳସୀ ସତରେ ମୋ ଉପରେ ଏତେ ପ୍ରସନ୍ନ ନା ମୋ ସହିତ ନାଟକ କରୁଛନ୍ତି ବା? ହ୍ୟାଲୋ ହ୍ୟାଲୋ, 5 ଲକ୍ଷ 10 ଲକ୍ଷ 15 ଲକ୍ଷ ଯାହା ତମେ ମାଗିବ ମୁଁ ତମକୁ ଦେବି। ତମେ କିଛି କହୁନ କଣ ପାଇଁ? ହ୍ୟାଲୋ, କୁହ ତମକୁ କେତେ ଦରକାର? ଯଦି ଦବା ପାଇଁ ଏତେ ଉଚ୍ଚ ନଉଛ ତାହେଲେ ମୋର 5 ଲକ୍ଷ ଟଙ୍କା ଦରକାର। 5 ଲକ୍ଷ? ହଁ,
ମହାନଦୀରୁ କାଠ ଯୋଡି ଯୋଉଠୁ ବାହାରିଛି ସେଇ ନଦୀ ଶଯ୍ୟାରେ। ଠିକ ଅଛି, ମୁଁ ଏବେ ଯାଇକି ପହଞ୍ଚୁଛି। ତୁଳସୀ 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 ଆରେ ଟିକେ ଶୁଣ ତୁଳସୀ 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 ଦେବ ଭାଇ କିଛି କରୁନ କଣ ଏମିତି ଠିଆ ହେଇକି ରହିଲ କଣ ଭାଇ? କିଛି କୁହ ଦେବ ଭାଇ। ମା ମା ଏଇଟା କଣ ଠିକ କଥା? ତୁଳସୀ ଟଙ୍କା ନେଇ ଏକୁଟିଆ ଉଗ୍ରସେନଙ୍କ ପାଖକୁ ଯିବ? ଆପଣ ବା କହୁଥିଲେ ସେ କୁଆଡେ ଭାରି ଖରାପ ଲୋକ, ଗୁଣ୍ଡା ଲୋକଟା, ଲୋକଙ୍କୁ କୁଆଡେ ହାଣି ଦିଏ। ନାଇଁ ମା, ତୁଳସୀ ପ୍ରତି ବିପଦ। ମା ତୁଳସୀକୁ ମନା କରନ୍ତୁ, ଏକୁଟିଆ ସେ ଟଙ୍କା ନେଇକି ନ ଯାଉ। ମା ମା ଆପଣ କିଛି କୁହନ୍ତୁ ମା। ତୁମେ ତମେ କୁଆଡେ ଯାଉଛ? ସେ ତମକୁ କୋଉଠିକି ଡକେଇଛି ସେ କଥା ନ କହି ଏତେ ଟଙ୍କା ଧରି କୁଆଡେ ବାହାରି ଯାଉଛି? ମୋର ପହଞ୍ଚିବାଟା ଯେତିକି ଡେରି ହେଇଛି, ମୋ ଝିଅ ପ୍ରତି ବିପଦଟା ସେତିକି ମାଡ଼ି ଆସିବ। ସେ ମତେ ଟଙ୍କା ମାଗିଛି ମାନେ ତାକୁ ଟଙ୍କା ଦେଇଦେବା ଉଚିତ। କାରଣ ତା ମନ ଯଦି ହଠାତ୍ ବଦଳି ଯାଏ ତାହେଲେ ଦୟାକରି ତମେ ମତେ ଛାଡ଼ିଦିଅ, ମୋ ପାଖରେ ସମୟ ନାହିଁ। ଦେଖିଲାନି ଏକା ଯିବାଟା ଯୋଉ ଠିକ ନୁହେଁ। ହଁ ତୁଳସୀ, ସେଇଭଳିଆ ଲୋକଙ୍କୁ ଜମା ବିଶ୍ୱାସ କରିବା କଥା ନୁହଁ। ଟଙ୍କା ନେଇ ସାରିଲା ପରେ ଯଦି ଆଉ କଣ ଖେଳ ଖେଳେ। ହଁ ନାନୀ ଶୁଣ, ସେ ଟଙ୍କାଟା ଆମକୁ ଦେ, ଆମେ ସମସ୍ତେ ତା ପାଖକୁ ଯିବୁ। ନା, ମୁଁ ତାକୁ କଥା ଦେଇଛି ମାନେ ମୁଁ ଏକା ତା ପାଖକୁ ଯିବି ଆଉ ମୋ ଝିଅକୁ ସାଙ୍ଗରେ ନେଇକି ଆସିବି। ସ୍ମୃତି, ଏ ତ ସ୍ମୃତି ଆସିବନି। ଉଗ୍ରସେନ ଭିତରେ ଦଧିବା ମୋର ନିଜେ କରିଥିଲି, ନହେଲେ ସେ ମୋ ସ୍ମୃତିକୁ ଛାଡି ନଥାନ୍ତା। ହେଲେ ମୁଁ ଗୋଟେ କଥା ବୁଝିପାରିନି, ଉଗ୍ରସେନକୁ ଯଦି ସ୍ମୃତିକୁ ଛାଡିଦେବାର ଥିଲା ତାହେଲେ ଫୋନରେ 5 ଲକ୍ଷ ଟଙ୍କା ମାଗିଲା କି? ବାସନ୍ତୀ ସେଇଠି କଣ ହେଲା? କଣ ମୁଁ ତତେ ଟିକେ ପୋଲିସିଆ ନଜରରେ ଦେଖେ। ଆରେ ସ୍ମୃତି ତ ସିଆଡୁ ଆଇଲା, ତୁ ଇଏ ବ୍ୟାଗ ଡୋର ଦେଇ ଆଇଲୁ। ସତ କଥା କହ, ଇଏ କିଡନାପ ପଛରେ ତୋର ହାତ ନାହିଁ ତ ନାହିଁ? 5 ଲକ୍ଷ ଟଙ୍କା ପାଇଁ ତୁ ଫୋନ କରିନଥିଲୁ ତ? କଣ 5 ଲକ୍ଷ? ମୁଁ ତ କିଛି ଜାଣିନି। ସତ କହ ବାସନ୍ତୀ, ଭଲରେ ଭଲରେ ମାନିଯା। ତୁ ପଇସା ଲୋଭରେ ଉଗ୍ରସେନ ସହ ମିଶି ଏଇ ନାଟକ କଲୁ ତ? ମୁଁ କିଛି ଜାଣିନି, ମୁଁ କିଛି ନାଟକ କରିନି। ତୁ ତଳେ କିଛି ବି ଅସମ୍ଭବ ନୁହଁ। କଣ ବୁଝୁଛୁ ନାନୀ? ଶୁଣୁଛ ମାନେ କେମିତି ମୋ ନାଁରେ କଥା ବଦଳୁଛନ୍ତି? ମୁଁ କାହିଁକି ସ୍ମୃତିକୁ ଚିନ୍ତା କରିବି କହିଲ? ସତ କହ, ତୁ କାହାକୁ ଦେଇକି ଫୋନ କରେଇଥିଲୁ? ଦେଖ ନାନୀ, ମୁଁ ରାଗିକି ଘରୁ ପଳେଇଥିଲି, ମନ୍ଦିରକୁ ଯାଇଥିଲି, ଦେଖିଲା ବେଳକୁ ଫୋନ କରୁଛି। ମୁଁ ସେଠୁ ଆଉ ଟିକେ ଏଠି ଶୁଣୁଛି। ମୁଁ କାହାକୁ କିଡନାପ କରିନି କି କାହାକୁ ବି ଫୋନ କରେନି।
ଯେତିକି ବିଚଳିତ ହୋଇଥିଲ ପର ପିଲା ପାଇଁ ତାଠୁ ବେଶୀ ବିଚଳିତ ହୋଇପଡ଼ିଲ ନୁହେଁ। ଏବେ ତାକୁ ପାଇଗଲ ବୋଲି ଶାନ୍ତିରେ ନିଶ୍ୱାସ ମାର, କି ବିବାଦରେ ଟାଳିଗଲା ବୋଲି ଭାବନି। ମୋ ସର୍ତ୍ତରେ ଯେତେ ଶୀଘ୍ର ରାଜି ହେଇଯିବ ସେତେ ଶୀଘ୍ର ଅଶାନ୍ତ ଗ୍ରହ ନିକଟକୁ ସମସ୍ତ ମୁକ୍ତି ପାଇଯିବ। କିଏ ଫୋନ କରିଥିଲା? ଉଗ୍ରେସନ हाँ भाई कुह। किसी कामर व्यस्त थे बोधे? हाँ माँ को खाइबा को दबाक जाती दिन सारा तो कहा पेट को दाना भी जाए। अच्छा काम दाम साइज मु फोन करी एमती के काम नथिला मो नहीं भाई कौन है कहो ना? आज तो खाइबे? हाँ मिछ को तमें खाई ना कि? हाँ मु तो केतोल खाइ जटा तमें भी तो मिछ कहछ भाई। तम खाइबा पर तम रूम रे थुआई छी। तू ठाकुरणी भलिया सेठी बजे सब किछि जानि परछु नए भाई मो तम भौणी आमे दी जण पर गोटे माँ पेटरू जन्म लेछे मु जानि परिबिनी। अच्छा स्मृति किछि कहतला ना आसला पर तो पूरा चुपचाप बसची मत लागुଛି से किछि गोटे चिंता करछि। चिंता करिया स्वाभाविक। अरे तो काम कर ता पाखे सबले रह जहाँ सब घटना घटी ଯାଇଛି ताको भूलिया पे चेष्टा कर। कौन भूले भी भाई केते खुशी रे दुई परिवार को एकाठी करी गोटे भल वातावरण आनिबा को चेष्टा करी आमे विफल हेले। सबू तोरी पाई से उग्रेसन को तू कमजोर भाबे। अरे सेटा मूर्खटा ता पाखे संपर्कर मूल्य किछि नै। जेमती कौशल करी सब संपत्ति ने एकु चालिया पे से बसिछि सेई तो ये सब नाटक करछि समस्त धमक दो। भाई ताको एमती गोटे पर गोटे पाप करबा को सुযোଗ दिया जाओ जो दिन ता पापर फल से पूर्ण होई जबो सेई दिन तथि अपन ता कथा बुझिबे। तथापि आम टे हुशियार रहा पड़े तू भावे जे उग्रेसन को डरिकी सत्य मुझे कथा। अरे आम पिला जीवन हूँ मूल्यवान से सुरक्षा दायित्व हूँ आम जो जानूँ गोटे बदमाश आम चारिपटे घूरी बुलूँ से आम सतर्क रहा उचित नुहे। भाई तम कथा बुझुची मु गोटे कथा जानी पारुनी से हमको 5 लाख टका मांगुला आमे ताको टंका देबा पूर्व से स्मृति को छाड़ी देला केन? अरे भगवान सद्बुद्धि देइथिले तर पागला मुंडे परिवर्तन देखले से जाओ ना कहीं आम पिला तो हम पाइले कौन अछि नहीं मते लागुची या भितरे निश्चय किछि रहस्य अछि। एई तो सब कथा को तर्जमा करबा धीरे सिरा करबा तो बड़ अभ्यास। अच्छा जा खाई दे। तमे खाइबानी कि? मु भी खाइबी तो साथ कथा मन टे छटपट है तो से फोन कर। अच्छा राजेंद्र खाइला? नहीं मु गले मिसिकी खाइबो बोली अपेक्षा करछन। अच्छा जाओ एत दिन पर गोटे खुशी खबर शुणे मु तो जब भावी राजेंद्र परिवर्तन हो सब भगवान करुणा देखा परीक्षा कर जाओ आम सब परीक्षा कर। हाँ भाई सब तांकर इच्छा रे होछि आ आगु को भी तांकर इच्छा रे हबो। रहु तबे हाँ अपार करुणा जाओ आम समस्त एत बड़ विपद उद्धार कले। Aku
ମୁଁ ତ ମନର ଅବସ୍ଥା ବୁଝୁଛି। ତାହେଲେ ତୁ ଏବେ ଛୋଟ ପିଲା, ତୁ ଚାହିଁଲେ ବି ତାର କିଛି କରିପାରିବୁନି। ତମେ କୁହ, ମତେ ଗାଡିରେ ବାନ୍ଧି ବୁଲେଇଲା। କାଲି ସ୍ମୃତି ଆମ ସାଙ୍ଗରେ ଠୁରୁଥିଲା, ସେ ବେକକୁ ଲୁଚିବାକୁ ଗଲା, ବାସ୍ ତାକୁ ବି ଉଠେଇ ନେଲା। ଏଡେ କହୁଛି କଣ ସମ୍ପତ୍ତି ନଦେଲେ ଆମକୁ ସବୁ ଜୀବନ ମାରିଦବ। ଏସବୁ ଦେଖି ମୁଁ କେମିତି ଚୁପ ରହିବି? ବଡ ମାଉଥରେ ଜାଣିଯିବି ସେ ଉଗ୍ର ସବୁ ଜୀବନ ମାରିଦେବି। ଶୁଭ, ବାଜ୍ୟ କଥା ମନରୁ କାଢିଦେ। ଦେଖ, ତୋ ଉପରେ ଆମ ଘର, ଆମ ବଂଶର ଭବିଷ୍ୟତ ନିର୍ଭର। ତୋର ଯଦି କିଛି ହେଇଗଲା, ତୋ ବାପା ବଞ୍ଚି ଥାଉ ଥାଉ ମରି। ତାମାନେ ତ ଅତ୍ୟାଚାର ଗୁଡା ଚୁପଚାପ ସହିଯିବା। ନାଇଁ, ସମୟକୁ ଅପେକ୍ଷା କର, ଦେଖିବୁ ସବୁ କିଛି ଠିକ ହେଇଯିବ। ଚାଲ, ଚାଲ। କଥା ବସି ଚିନ୍ତା କରୁଛୁ ନା? ତେବେ ମୁଁ ଆମ କଥା ଭାବୁନି, ତୁଳସୀ କଥା ଭାବି ମତେ ଟିକେ ବ୍ୟସ୍ତ। ଅଯଥାରେ ତାର ତାର କିଛି ହବନି। ସେ ଉଗ୍ରସେନ ନାନୀକୁ ଠିକ ସେ ଜାଣିନି, ସେ ଏମିତିକି ନାନୀକୁ ମଧ୍ୟ ଆମେ ମାନେ ଭଲ ମାନେ ଭାଇ, ନାନୀ ପଛରେ ସ୍ୱୟଂ ଦଧିବାମନ ଅଛନ୍ତି। ସେ ତାକୁ ସବୁ ବିପଦ ରକ୍ଷା କରିବେ। ଆମର କାହାର ବି ତା ବିଷୟରେ ଚିନ୍ତା କରିବା କିଛି ଦରକାର ନାହିଁ। ଆମେ ତ ପୁଣି ଆମ କର୍ତ୍ତବ୍ୟ କରିବା କି ନାହିଁ? ସେ ଗୁରୁସନ କଣ କରିପାରେ କାଲି ସ୍ମୃତିକୁ ଉଠେଇ ଜଣାଇଦେଲା। ସେପଟେ ଗାଁରେ ରାଜଗୁରୁ ଗୋବର୍ଦ୍ଧନ ପୁଆଣକୁ କଥା କଥାରେ ବସ୍ ସୁଟ୍ କରୁଛି। କିନ୍ତୁ ତୁ ଅନୁମାନ କରିନେ ତାକୁ ଯଦି ଆମେ ଜୟବାଣୀ ନଦେବା ସେ କଣ କରିବ? ତାମାନେ ତମେ କଣ କହିବ? ତାକୁ ଡରି ଯାଇ ଏ ଘର ଦ୍ୱାର ଛାଡି ଆମେ କୁଆଡେ ଚାଲିଛେ, ଆଉ ସାଙ୍ଗରେ ଗଲା ବେଳକୁ ନାନୀକି ବି ନେଇଯିବେ, ଏଇଆ ତ? କଣ କଥା କରୁଛୁ? ଭାଇ, ମୁଁ କିଛି ଭୁଲ କହୁନି। ତା ଛଡା ଏ ସମସ୍ୟା ଶ୍ରୀଚନ୍ଦ୍ର ମନ୍ତ୍ର, ନାନୀ ପାଖରେ ରାଜମା ଅଛନ୍ତି, ରାଜେନ୍ଦ୍ର ବାବୁ ଅଛନ୍ତି, ସେ କଥା ବୁଝିବେନି। ଆମେ କାହିଁକି ଅଯଥା ଟେନସନ ନବ? ସେ ଉଗ୍ରସେନ ଏମିତି ବାଡେଇ ଛାଟେଇ ହବ, ତାର କିଛି ଦିନ ପରେ ଚୁପ୍ ହେଇ ନିଜେ ରଖିଛି। ଭାଇ, ନାନୀ ତା ଜୀବନରେ ଅନେକ ସମସ୍ୟାର ସମାଧାନ କରିଛି। ଶିବୁ, ତୁ କଥାଟାକୁ ଯେତିକି ସାଧାରଣ ବୋଲି ଭାବୁଛୁ, କଥାଟା ସେତିକି ସାଧାରଣ। ପ୍ରଥମେ ସେ ଶୁଭଙ୍କୁ ନେଲା, ମତେ ଧମକ ଦେଲା, ତାପରେ ସ୍ମୃତିକୁ ନେଲା, ତୁଳସୀକୁ ଧମକ ଦେଲା। ୟା ପରେ ଯଦି ସେ କିଛି କରିବ, ସେ କରୁ, ଖାଲି କରୁ ନା। ତମେ ତ ତାର ଯାହା କରିବ କରିବ, ଦେଖିବ ମୁଁ ତାର ଆଉ ଥରେ ଯଦି ମୋ ଘର ମୋ ପରିବାର ଉପରକୁ ବିପଦ ଆସେ, ତାହେଲେ ସେ ଜାଣିବ ମୁଁ ତାର କଣ। ହଁ ଦାଦା, ତମେ ତାକୁ ଜମା ଛାଡିବନି। ତମ ପଛରେ ମୁଁ ଅଛି, ଦେଖିବା ସେ ଆମର କଣ କରିବ। ଦାଦା, ତମେ ସବୁବେଳେ ନାନୀ 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 କଥା ଚିନ୍ତା କରୁଛ, ଆମ କଥା ଚିନ୍ତା କରିବାକୁ ତ ବେଳ ହିଁ ନାହିଁ। ଆମେ ପୁଣି ଆମ ସୁରକ୍ଷା କରିବୁ ନା ନାହିଁ? ହଁ ଭାଇ, ନାଇଁ ତ ମାରି ସେ କଣ ଭୁଲ କହିଲା? ଶିବୁ, ତମର ଗୋଟେ ଭୁଲ ବୁଝୁଛ। ଆରେ ମୁଁ କଣ ଚାହୁଁଛି ତମେ ଜାଣିପାରୁନ? ମୁଁ ଚାହୁଁଛି ଆମ ପରିବାର ସମସ୍ତେ ଭଲରେ ରୁହନ୍ତି। ତୁଳସୀ ଅନ୍ୟ ପରିବାରର ହେଲେ ବି ମୁଁ ତାକୁ ପରବଳି କେବେ ଭାବେନି। ତେଣୁ ତୁଳସୀକି ଆମ ପରିବାରର କାହାକୁ ମୁଁ ହରାଇବା ପାଇଁ ଚାହେଁ। ତା ଛଡା ଆମ ଦୁଇ ପରିବାର ଭିତରେ ପୁରୁଷ ଧରି ଯୋଉ ଯୁଦ୍ଧ ଚାଲିଥିଲା, ମୁଁ ଚାହେଁନି ଉଗ୍ରସେନ ପାଇଁ ପୁଣି ସେଇଟା ମୁଣ୍ଡ ଦେବି। ତେଣୁ ମୁଁ ଏହାର ଗୋଟେ ସମାଧାନ ବାହାର ତୁଳସୀକୁ କହିବି, ରାଜମାଙ୍କୁ ବୁଝେଇବି, ଉଗ୍ରସେନ ଯାହା ମାଗୁଛି ତାକୁ ଦେଇଦିଅ। ଦରକାର ପଡ଼ିଲେ ମୁଁ ବି ମୋର ସମ୍ପତ୍ତି ସବୁ ଦେଇଦେବି, କାରଣ ମୋ ଶାନ୍ତି ଚାହେଁ। ତାମାନେ ତମେ ଯାହା କରିବ ଗୋଟେ ଗୁଣ୍ଡାକୁ ଡରି ଯାଇ କରିବ, ଆଉ ପ୍ରମାଣ କରିଦବ ଯେ ଚହଟ୍ରା ବଂଶ ଗୋଟାଏ ଭୀର ଆଉ କା ପୁରୁଷର ବଂଶ। ନାଇଁ, ତୁ ମତେ ଭୁଲ ବୁଝୁଛୁ। ମୁଁ ଭୀରୁ କି କା ପୁରୁଷ? ମୁଁ ଯାହା କରୁଛି ତୁଳସୀର ଭଲ ପାଇଁ କରୁଛି, ତୁଳସୀକୁ ବଞ୍ଚାଇବା ପାଇଁ କରୁଛି। ତୁଳସୀର ଜୀବନ ମୋ ପାଇଁ ଅମୂଲ୍ୟ। ତା ଜୀବନ ବଦଳରେ ମୋ ଜୀବନ ବିକ୍ରି ହେଇଯାଉ, ମୋ ଘର ବାଡ଼ି ବିକ୍ରି ହେଇଯାଉ, ସେଥିପାଇଁ ମୁଁ ତିଳେ ବି ଖାତିର କରେ। ତାମାନେ ସେ ପିସ୍ ନାଣିବେ, ଆମେ ସମସ୍ତେ ରାସ୍ତାରେ ବିକାରି ଯିବୁ। ଶୁଭମ ଭାଇ, ମତେ ତ ଆଶ୍ଚର୍ଯ୍ୟ ଲାଗେ। ତମେ ଚହଟ୍ରା ବଂଶର ରକ୍ଷକ ହେଇ ସେ ବଂଶର ଗର୍ବ ଅହଙ୍କାର ଗାଡ଼ିବାକୁ ମାଟିରେ ମିଶେଇ ବସିଛ। ଯୋଉ ଚହଟ୍ରା ବଂଶର ଶକ୍ତି ଆଗରେ ଶ୍ରୀଚନ୍ଦନ ବଂଶ ବାରମ୍ବାର ହାର ମାନୁଥିଲା, ତମେ ସେଇ ଚହଟ୍ରା ବଂଶର ଦାୟକ ତ?
ଭାଇ ପିଲାଦିନେ ଶୁଣିଛି ଚହଟା ବଂଶ ଉପରୁ ଯଦି କିଛି ବିପଦ ମାଡ଼ି ଆସୁଥିଲା ତାହେଲେ ସେମାନେ ଭୀରୁ କାପୁରୁଷଙ୍କ ଭଳି ପଛ ବୁଝା ଦଉନଥିଲେ ବରଂ ସାହସର ସହିତ ସେ ବିପଦ ସାମ୍ନା କିନ୍ତୁ ତମେ ଗୋଟେ ଭୀରୁ କାପୁରୁଷ ପାଇକି ଯାଉଛ ଗୋଟେ ଗୁଣ୍ଡା ପାଇଁ ଆମ ସମସ୍ତଙ୍କ ଜୀବନକୁ ବର୍ବାଦ କରିଦେବ କୁହ ତମମାନଙ୍କ ମନକୁ ଯାହା ଆସୁଛି କୁହ ତମମାନେ ସବୁ ଗୋଟେ ଗୋଟେ ମୂର୍ଖ ତମମାନେ କେବଳ ତମ ସ୍ୱାର୍ଥ କଥା ଚିନ୍ତା କରୁଛ ଆଉ ମତେ ଭୀରୁ କାପୁରୁଷ କହୁଛ ମୁଁ କିନ୍ତୁ ତମର ଭଳି ସ୍ୱାର୍ଥପର ନୁହେଁ ମୁଁ ଯାହା ଭାବୁଛି ତମମାନେ କେହି ବି ଭାବିପାରୁନ ଆଉ ମୁଁ ଭଲ ଜାଣେ ମୋ ଛଡା ତୁଳସୀକୁ କେହି ବି ରକ୍ଷା କରିପାରିବେ କେହି ନୁହେଁ ମତେ ଯାହା ଲାଗୁଛି ଆମ ମାନଙ୍କୁ କିଛି ଗୋଟେ କରିବାକୁ ପଡିବ ଭାଇଙ୍କ ମତି ଗତିରୁ ଯାହା ଲାଗୁଛି ନାନୀଙ୍କ ପାଇଁ ଆମ ମାନଙ୍କୁ ଭିକ ମାଗିବାକୁ ପଡିବ ପେଟ ପାଇଁ ପର ଆଗରେ ହାତ ପକେଇବାକୁ ପଡିବ ବୁଝିଲ ଶୁଭ ତମେ ଏବେ ପିଲା ଅଛ ଏବେଠୁ ନିଜ ଅଧିକାର ଜାହିର କର ନହେଲେ ଆଗକୁ ତମକୁ ବି ଭିକ ମାଗିବାକୁ ପଡିବ ତୁ ଏଠି ମୁଁ ଯଦି ତମକୁ ଠିକ ସେଇ ପ୍ରଶ୍ନ ପଚାରେ ତୋର ଏତେ ସାହସ ମୋ ଜାଗାରେ ଆସି ମତେ ପ୍ରଶ୍ନ କଲୁ ତମେ ବୋଧେ ଭୁଲିଗଲ ଏ ସମ୍ପତ୍ତି ଉପରେ ତମର ଦିନେ ଅଧିକାର ଥିଲା ହେଲେ ବର୍ତ୍ତମାନ କେବଳ ନାକୁ ମାତ୍ର ତମେ ଦାବିଲ ମାତ୍ର ଅଳ୍ପ କେତେ ଅଂଶ ଉପରେ ତମର ଅଧିକାର ଅଛି ରାଜେନ୍ଦ୍ର ତମର ଏ ନାଲି ଆଖି ଦେଖି ଡରିଯିବା ଯୁଗ ଛାଡ଼ିଗଲା ଆଉ ମୁଁ ଏ ଗାଁ ଲୋକ ନୁହେଁ ଯେ ତମର ନାଲି ଆଖି ଡରିଯିବି ଯୁଗ ବଦଳିବ ତା ମାନେ ତୁ ଗୋଟେ ଧମକ ଦେବାକୁ ଆସି ଧମକ ଦଉଛି ଦେଖ ରାଜେନ୍ଦ୍ର ତୁ କିଛି ଭଲ କରୁ ତୁ ତୋର ବାପାଙ୍କର ସାନ ଭାଇ ତୋର ଦାଦା ଉଗ୍ରସେନ ଜିତେନ୍ଦ୍ର ପାଇଁ କଥା ହଉଥାଉ ତମେ କିନ୍ତୁ ନିଜକୁ ସେଇ ଜାଗାରେ ରଖିଥାଅ ତମେ ଯଦି ସେଇ ଜାଗାରେ ନିଜକୁ ରଖିଥାନ୍ତ ତାହେଲେ ମୁଁ ତମକୁ ଦାଦା ହିସାବରେ ସମ୍ମାନ କରୁଥାନ୍ତି ଆଉ ମୁରବୀ ହିସାବରେ ଉଚିତ ବ୍ୟବହାର ବି କରିଥାନ୍ତି କିନ୍ତୁ ତମେ କଣ କର ତମେ ଜେଲରୁ ବାହାରି ସିଧା ଗାଁ ଲୋକମାନଙ୍କ ପାଖକୁ ଗଲ ତମ ଗୁଣ୍ଡାମାନେ ସେଠି ଧମକ ଚମକ ଦେଲେ ଗାଁ ଲୋକମାନେ ତମ ଗୁଣ୍ଡାମାନଙ୍କ ହାତରେ ଖଣ୍ଡା ଭୁଜାଲି ଆଉ ବନ୍ଧୁକ ଦେଖି ତମ ସାମ୍ନାକୁ ଆସିବା ପାଇଁ ଡରିଲେ ତାପରେ ତମେ ମାଙ୍କ ପାଖକୁ ଗଲ ମାଙ୍କୁ ଧମକ ଦେଲ ଦେବ ଭାଇଙ୍କୁ ଧମକ ଦେଲ ସ୍ମୃତି ଆଉ ଶୁଭମକୁ କିଡନାପ କଲ ଶେଷରେ ତୁଳସୀକୁ ଧମକ ଦେଲ ହଁ ଧମକ ଦେଲି ମୋର ଯଦି ଅସୁବିଧା ହଉଛି ତାହେଲେ ଭାଉଜ ରାଣୀଙ୍କ ସବୁ ସମ୍ପତ୍ତି ମୋ ନାଁରେ କରିଦେବି କାହିଁକି ମୁଁ ସେସବୁ କିଛି ବାହାରକୁ ଚାଲିବି ଏଠି ରହିଲେ ତମର ଅସୁବିଧା କଣ ସେସବୁ ପଚାରିବାକୁ ତୁ କିଏ ଭଲ ତ ଥାଏ ତୁ ତ ମୋ କଥା ମାନ ଯାହାଫଳରେ ତୁ ବି ଭଲରେ ରହିବୁ ମୁଁ ଆରାମରେ ଆଉ ମୁଁ ଯଦି ସେସବୁ ନ କରେ ରାଜେନ୍ଦ୍ର ତୁ ଭଲ କରି ଜାଣିଛୁ ମୁଁ କେତେ ଭୟଙ୍କର ଆଉ ଦୁର୍ଦ୍ଦାନ୍ତ ମୋର ପ୍ରାପ୍ୟ ନ ପାଇଲେ ମୁଁ ତୁଳସୀକି ଉପରକୁ ପଠେଇବି ଠିକ ଅଛି ଦେଖିବା ତମେ କଣ କରିବ ରାଜେନ୍ଦ୍ର ମୁଁ ଦେଖୁଛି ତୁ ଚହଟରାୟ ବଂଶର ଜୋଇ ହେଲା ପରେ ତୋର ସାହସଟା ବହୁତ ବଢିଗଲା ଆଉ ତାଙ୍କରି ସାହସରେ ତୁ ମୋତେ ଧମକ ଦେବ ପାଇଁ ମୁଁ ଚହଟରାୟ ବଂଶର ଜୋଇ ହେଇପାରେ କିନ୍ତୁ ପ୍ରଥମେ ମୋ ଦେହରେ ଶ୍ରୀଚନ୍ଦନ ବଂଶର ରକ୍ତ ବହୁଛି ଆଉ ତମେ ଆଜି ଯାଏ ଯୋଉ ଦଧିବାବନଙ୍କ ମନ୍ଦିର ପାଇଁ ପୁରୁଷ ଧରି ଚହଟରାୟ ବଂଶ ସହିତ ଝଗଡା କରି ହାର ମାନି ଆସିଥିଲ ତୁଳସୀ ସେଇ ଚହଟରାୟ ବଂଶର ଝିଅ ହିଁ ଶ୍ରୀଚନ୍ଦ୍ର ବଂଶକୁ ବୋହୂ ହୋଇ ଆସିବା ପରେ ଦଧିବାବନଙ୍କ ମନ୍ଦିର ସହିତ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଶ୍ରୀଚନ୍ଦ୍ର ବଂଶକୁ ଫେରାଇ ଆଣିଥିଲା ସେଥିପାଇଁ ତମେ ତାକୁ ପ୍ରଶଂସା କରିବା କଥା ତାକୁ ଧନ୍ୟ ଧନ୍ୟ କହିବା କଥା ତା ବଦଳରେ ତମେ ସମସ୍ତ ସମ୍ପତ୍ତି ଫେରାଇ ଦେବା ପାଇଁ ତାକୁ ଧମକ ଦେଲ ଶେଷରେ ତମେ ତାକୁ ମାରିଦେବା ପାଇଁ ଚେଷ୍ଟା କଲ ରାଜେନ୍ଦ୍ର ତମକୁ ତ ଦାଦା ବୋଲି କହିବା ପାଇଁ ମତେ ଲାଜ ଲାଗୁଛି ରାଜେନ୍ଦ୍ର ହଁ ତା ନ ହେଇଥିଲେ ଏ ବଂଶର ମାନ ସମ୍ମାନ ଅଭିଜାତ୍ୟ ଆଉ ଅହଙ୍କାର ଏ ମହଲକୁ ତମେ ବିକ୍ରି କରିଦେବା ପାଇଁ ଚେଷ୍ଟା କରିନଥାନ୍ତ ଏ ମହଲକୁ ତମେ ତ ତିଆରି କରିନଥିଲ ଯୋଉମାନେ ଏ ମହଲକୁ ତିଆରି କରିଥିଲେ ଆଜି ତମର ଏ କଥା ଶୁଣିବା ପରେ ସେମାନେ ତମକୁ ଧିକ୍କାର କରୁଥିବେ ତମକୁ ଅଭିଶାପ ଦଉଥିବେ ତୁ ବହୁତ କଥା କହିଲୁ ପାଟି ବନ୍ଦ କର ଆରେ କହିଲି କଣ ଇଏ ତ ଆରମ୍ଭ ମାତ୍ର
ମୁଁ ଦେଖିବି ତମେ ଏ ସମ୍ପତ୍ତିକୁ କେମିତି ବିକ୍ରି କରିବ। ସମ୍ପତ୍ତି ବିକିବା ତ ଦୂରର କଥା, ତମେ ଏ ସମ୍ପତ୍ତି ପାଇଲେ ସିନା ବିକ୍ରି କରିବ। ମୁଁ ଦେଖିବି ତମେ ଦାବି କରିବା ପାଇଁ ତୁଳସୀ ପାଖେ। ଆଚ୍ଛା ଠିକ ଅଛି, ଦେଖ ତୁ କେମିତି ପକଉଛୁ। ଆଉ ଶୁଣ, ସିଧା ଆଙ୍ଗୁଠି ଦେଖିବ ନବାରେ ଆଙ୍ଗୁଠି ତେଢା କରି ଆସ। ଆଉ ଶୁଣ, ତମେ ଗୋଟାକ ଉପରେ ଗୋଟେ ବଳି ପଡିବ। ଦେଖିବା କିଏ ବଳି ପଡୁଛି ଦେଖିବା। ତମେ ଭାବନି ଯେ ବନ୍ଧୁକ ଖାଲି ତମକୁ ଚଳେଇ ଆସେ। ଆଜିକାଲି ଛୋଟ ଛୁଆ ବି ପକେଟରେ ବନ୍ଧୁକ ଧରି ବୁଲୁଛନ୍ତି। ଆଉ ତମେ ଯଦି ନିଜକୁ ଗୁଣ୍ଡା ବୋଲି ଭାବୁଛ, ମୁଁ ବି ମହାଗୁଣ୍ଡା ହେଇପାରେ। କାରଣ ତମ ଦେହରେ ଯୋଉ ରକ୍ତ ବହୁଛି ମୋ ଦେହରେ ବି ଠିକ ସେଇ ରକ୍ତ ବହୁଛି। ମୁଁ ତମ ପାଇଁ କଣ ମଗେଇବି? ଥଣ୍ଡା ନା ଗରମ? ନାଇଁ ସାର୍, ମୋର କିଛି ଦରକାର ନାହିଁ ସାର୍। ଥଣ୍ଡା ଗରମ କିଛି ଦରକାର ନାହିଁ। ମତେ ଯାହା କହିବା କଥା ଶୀଘ୍ର କହିଦିଅନ୍ତୁ। ଆଉ ମୁଁ ଏଇଠୁ ଜଲ୍ଦି ପଳେଇ ଯିବାକୁ ଚାହେଁ। କାହିଁ ତମକୁ ଏଠି ବସିବାକୁ ଡର ଲାଗୁଛି? ନାଇଁ, ବସିବାକୁ ଡର ଲାଗୁନି ଯେ ଗୋଟେ କଥାରେ ନାହିଁ, ଯାହା ପୁଅକୁ ସାପ କାମୁଡ଼ିଥାଏ ସେ ପାଳ ଦୌଡ଼ିକି ଦେଖିକି ବି ଡରିଯାଏ। କଥା କଣ କି ସାର୍, ଇଏ ଥାନା ଜେଲ ଫେଲ ଏଇ ସବୁକୁ ଯାଇ ଯାଇ ମୋର ଏମିତି ତିକ୍ତ ଅନୁଭୂତି ହେଇଯାଇଛି ଯେ ଏ ଜାଗାକୁ ଆସିଲେ ମୋ ଗୋଡ ହାତ କାହିଁ ଥରୁଛି, ହାତ ଥରୁଛି ସାର୍। ବସ, ବସିକି ଯାହା କହିବା କଥା କୁହ। ଏଇଟା ସାର୍ କହୁଛନ୍ତି ଯେତେବେଳେ ବସି ଯାଉଛି। ନାଇଁ ସାର୍, ସେ ଯୋଉ ମଇଁଷିଟା ନାଇଁ ବାସନ୍ତୀକୁ ଆଉ ଅଡ଼ା ଭିତରେ ମୁଁ ରଖିପାରୁନି। ମାନେ? ନାଇଁ ମୁଁ କଣ କରିବି ସାର୍, ଦିନ ରାତି 24 ଘଣ୍ଟା ଶୋଇବା ଘରେ, ଖାଇବା ଘରେ, ରୋଷେଇ ଘରେ, ଟଏଲେଟରେ, ବାଥରୁମରେ। ନାଇଁ ନାଇଁ, ଏଇ ଦିଟା ଛାଡ଼ିଦେଲେ ଆଉ ସବୁଠି ତାକୁ ମୁଁ ଖୋଜୁଛି, କିନ୍ତୁ ହଠାତ୍ କିନା ମୋ ଆଖିରେ ଧୂଳି ଦେଇକି କୁଆଡେ ଅନ୍ତର୍ଧାନ ହେଇଯାଉଛି। ଯେତେବେଳେ ମୁଁ ଖୋଜି ଖୋଜି ଥକି ଯାଉଛି, ତାପରେ ଦେବୀଙ୍କ ପରିକା ମୋ ସାମ୍ନାରେ ଉଭା ହେଇଯାଉଛି। ମାଧର, ମୁଁ ତମକୁ ତା ସହିତ ଲୁଚା ଛପା ଖେଳ କରିବାକୁ କହିଥିଲି ନା କଳ ବଳେ କହୁଥିଲେ ତାଠୁ ସତ କଥା ବାହାର କରିବାକୁ କହିଥିଲି? ସାର୍, ଦରକାର ପଡିଲେ ମୁଁ ତା ପେଟ ଭିତରେ ହାତ ପୁରେଇ, ନାହିଁ ସାର୍ ପାଟି ଭିତରେ ହାତ ପୁରେଇ ପେଟ ଭିତରୁ ସତ କଥାଟା ବାହାର କରି ଆଣିବି। କିନ୍ତୁ ମୁଁ ଯେତେବେଳେ ତା ପାଟି ଭିତରେ ହାତ ପୁରଉଛି ସେ ତଣ୍ଟିଟାକୁ ଏମିତି ଜାକି ଧରୁଛି ଯେ ମୋ ହାତଟା ଆଉ ଭିତରକୁ ପଶୁନା। ଯାହା କହୁଛ ସିଧା ସିଧା କୁହ। ନାଇଁ ସାର୍, ସିଧା କଥାରେ ହେଲା, ମୁଁ ଯେତେ ଚେଷ୍ଟା କରୁଛି ମାନେ ଓଲଟାଇ ସିଧେଇ ବୁଲେଇ ବଙ୍କେଇକି ଠିକ ଟପିକି ଉପରକୁ ଆଇଲା ବେଳକୁ ସେ ମତେ ତ ଖାଲି ମାନେ ଆଭଏଡ କରୁଛି, ଆଉ ସତ କଥାଟା ଜମା ବାନ୍ତି କରୁନାହିଁ। ଜାଣିଥିଲି ମାଧର, ମୁଁ ଜାଣିଥିଲି ତମ ଦ୍ୱାରା ଏଇ କାମ କେବେ ବି ହବନି। ନାଇଁ ସାର୍, ହେଇଯାଆନ୍ତା, ଖାଲି ସେ ଲେଡିଜ ବୋଲି ହଉନାହିଁ। ଯଦି ଜେଲରେ ହେଇଥାନ୍ତା ତା ପାଟି ଭିତରେ ହାତ ପୁରେଇ ପେଟରୁ କଥାଟାକୁ ଟାଣି ଆଣନ୍ତି। ସାର୍, ମୁଁ ଯୋଉ କଥାଟା ପାରୁନି ସେଟା ଆଉ କେହି ପାରିବି। ଯେ ତମେ ସେଇଆ ଭାବୁଛ, ତାହେଲେ ପୁଣି ଥରେ ଜେଲ ଯାଇ ସେଠି ସଜା କାଟିବାକୁ ଦେବି। ତମେ ଏବେ ତମ ବାପାଙ୍କ ବଡ କେସ୍ ଦେଇନ, ଯଦି ପ୍ରକୃତ ହତ୍ୟା କରିକି ଧରା ନ ପଡେ ତାହେଲେ ତମକୁ ପୁଣି ଥରେ ସଜା କାଟିବାକୁ ପଡିବ ନା? ନାଇଁ ସାର୍, ଏମିତି ହାର୍ଡ କଥା ମତେ କୁହନ୍ତୁନି ସାର୍। ଇଏ ଜେଲ ଫେଲ ଯିବା କଥା ଶୁଣିଲେ ମୋର ଗୋଡ ହାତ କାହିଁ ଚିମଚିମ ହେଇଯାଉଛି ସାର୍। ମୁଁ ଏତେ ଦିନ ପରେ ସ୍ତ୍ରୀ ପିଲାଙ୍କ ସହିତ ସୁଖ ଶାନ୍ତିରେ ରହୁଛି ସାର୍, ଆଉ ଜେଲ ଯିବାକୁ ଚାହୁଁଛି। ମାଧର, ତମେ ଯଦି ସୁଖରେ ରହିବାକୁ ଚାହୁଁଛ, ସାର୍ ନିଜ ପିତୃ ହତ୍ୟାର କଳଙ୍କକୁ ନିଜ ମୁଣ୍ଡରୁ ପୋଛି ତୁଳସୀର ବିଶ୍ୱାସକୁ ବଢେଇବାକୁ ଚାହୁଁଛ, ତାହେଲେ ତମକୁ ବାସନ୍ତୀ ପାଟିରୁ ସତ କଥାଟା ବାହାର କରିବାକୁ ପଡିବ। କଣ କରିବି ସାର୍, ମୋର ତ ସବୁ ଆଇଡିଆ ଫାଇଡିଆ ଫେଲ ମାରିଗଲାଣି। ଆଉ ସାର୍, ଆପଣଙ୍କ ପାଖରେ ଯଦି କିଛି ଆଇଡିଆ ଅଛି ତାହେଲେ ମତେ କହୁନାହାନ୍ତି। ଆଇଡିଆ ଅଛି? ସାର୍ କହୁନାହାନ୍ତି। ଶୁଣିବ? ସାର୍ ଶୁଣିବି ମାନେ ଆପଣଙ୍କୁ ଭଗବାନ ରୂପେ ପୂଜା କରିବି ସାର୍। ଆପଣ ଆଇଡିଆକୁ ନିଶ୍ଚୟ କରିବି। ତାହେଲେ ଶୁଣ। ସାର୍ ବୁଝିଲି ମାନେ ଇଏ ତ ବଡ ଖତରନାକ ଖେଳ ସାର୍। ବାଘୁଳି ବେକରେ ପୁଣି ଘଣ୍ଟି ବାନ୍ଧିବି। ନାଇଁ ସାର୍, ଇଏ ଖେଳ ଖେଳିଲା ବେଳକୁ କାହିଁ ମତେ କେମିତି କେମିତି ଲାଗୁଛି। ଯଦି ଏ ଖେଳ ଖେଳିଲା ବେଳେ କିଛି ଭୁଲ ଭଟକା ହେଇଯାଏ ତାହେଲେ ତ କିଳା ବୁମେରାଙ୍ଗ ପରିକା ମୋର ଆଡେ ଆସିବ। ମୁଁ ସିଧା ସ୍ୱର୍ଗରୁ ଖସି ଖଜୁରୀ ଗଛରେ ଲଟକିବି, ନହେଲେ ସିଧା ସିଧା ଜେଲ ଚାଲିଛି।
ମାୟାଧର ଏବେ ତମ ଆଗରେ ଦିଟା ରାସ୍ତା ଅଛି। ଗୋଟେ ରାସ୍ତା ସିଧା ଜେଲ ଆଡକୁ ପଡିଛି, ଆଉ ଗୋଟେ ରାସ୍ତା ତମ ସୁଖୀ ଜୀବନ ଆଡକୁ ପଡିଛି। ତମେ ବି ଚିନ୍ତା କର ତମେ କୋଉ ରାସ୍ତାରେ ଯିବ। ମୁଁ ଆସିଥିଲି ସାର୍ ଆପଣଙ୍କଠୁ ସହଜ ସୁବିଧା ଆଇଡିଆ ନେବାକୁ ନା ହୁଇସିଲ ମାରି କିଡ଼ା ଡାକିବ। ମୁଁ ତମକୁ ଯାହା କହିଲି ତମେ ସେଇଆ କର। ଯଦି ଯଦି ଭାବି ଆମେ ବି ଚିନ୍ତା କରିବା। ତାହେଲେ ସାର୍ ମୁଁ ଡେଇଁ ପଡ଼ିବି। ହଁ ମନ ଚୈତନ୍ୟ ଦେଇ ପଡ। ତାହେଲେ ମୁଁ ସାର୍ ଚାଲିଲି ବାସନ୍ତୀକୁ ମାୟା ଡୋଜ ଦେଇଦେବି। ଅଲ୍ ଦ ବେଷ୍ଟ। ସାର୍ ମୁଁ ଆସୁଛି। ମୁଁ ସବୁ ବୁଝୁଛି ଭାଇ, ହେଲେ ମତେ ତ ଲାଗୁଛି ତମେ ଦିନକୁ ଦିନ ଆହୁରି ସ୍ୱାର୍ଥପର ପାଲଟି ଯାଉଛ। ମୁଁ ସ୍ୱାର୍ଥପର ପାଲଟି ଯାଇଛି? ନୁହେଁ ତ ଆଉ କଣ ଭାଇ? ତମେ ନିଜେ କୁହ, ଗୋଟେ ଭଉଣୀ ପାଇଁ, ଗୋଟେ ଭଉଣୀର ମଙ୍ଗଳ ପାଇଁ ତମେ ପୁରା ପରିବାର ପ୍ରତି ଅନ୍ୟାୟ କରୁଛ। ଏଇଟା କଣ ସ୍ୱାର୍ଥପରତା ନୁହେଁ ଭାଇ? ମୋ ଜୀବନ ମୋ ସୁରକ୍ଷା କଥା ତମେ କେତେ ଦିନ ଚିନ୍ତା କରିବ? କେତେ ଦିନ ତମେ ମୋ ପାଇଁ ଲୋକ ସାହି ଚାଲିଥିବ? କେତେ ଦିନ ଏଇ ଦୁନିଆ ସାଙ୍ଗରେ ଲଢି ଚାଲିଥିବ? ମୋ ଦେହରେ ଶେଷ ଅନ୍ତର୍ଦ ଥିଲା ପର୍ଯ୍ୟନ୍ତ ମୁଁ ଏ ଦୁନିଆ ସହିତ ଲଢି ଚାଲିଥିଲି। ତମେ କାହା ସହିତ ଲଢିବ ଭାଇ? ବାହାର ଲୋକଙ୍କ ସହିତ ନା ନିଜ ଲୋକଙ୍କ ସହିତ? ଯଦି ମୋ ନିଜ ଲୋକମାନେ ମତେ ମୋର ଚିନ୍ତାଧାରାକୁ ନ ବୁଝି ମୋ ସହିତ ବାହାର ଲୋକ ଭଳି ବ୍ୟବହାର କରନ୍ତି, ତାହେଲେ ମୁଁ ସେମାନଙ୍କ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି। ଭାଇ, ବିଭୁ ତମ ସାନ ଭାଇ, ପ୍ରତିଭା ତମ ଭାଇ ବୋହୂ, ଶୁଭମ ତମ ପୁଅ, ସେମାନେ ସମସ୍ତେ ତମକୁ ବିରୋଧ କରୁଛନ୍ତି। ସେମାନଙ୍କ ଇଚ୍ଛା ବିରୁଦ୍ଧରେ ତମେ କୌଣସି କାମ କଲେ ସେମାନଙ୍କୁ କଣ ବାଧିବନି? ତାଙ୍କ ମନ ଭିତରେ ଥିବା ବିରୋଧ ଭାବନାଟା ଆହୁରି ବଢିଯିବ ଆଉ ସେଇ ଭାବନାଟା ଧୀରେ ଧୀରେ ଅବିଶ୍ୱାସରେ ବଦଳିଯିବ। ଏ ମତେ ଯାହା ଭାବିଲେ ଭାବୁ, ଯାହା ହୃଦୟରେ ମୋ ପ୍ରତି ଯୋଉ ଭାବନା ସୃଷ୍ଟି ହଉଛି ହଉ, ସେଥିରେ ମୋର କିଛି ଚାନ୍ସ ନାହିଁ। ଯଦି ତୋ ନାଁରେ ଥିବା ସମ୍ପତ୍ତି ଆଉ ମୋ ସମ୍ପତ୍ତି ଅପରେସନକୁ ଦେଇଦେଲେ ସେ ତୋ ପିଛା ଛାଡ଼ିଦବ, ତାହେଲେ ସବୁ ସମ୍ପତ୍ତି ମୁଁ ଅପରେସନକୁ ଦେଇଦେବି। ଏଇଟା ହଉଛି ମୋର ଶେଷ ନିଷ୍ପତ୍ତି। ଭାଇ, ସେ ଅଗ୍ରସର ମୋର କିଛି ବି କ୍ଷତି କରିପାରିବନି। ତୋ ତୁ ତାକୁ ଜାଣିନୁ? ମୁଁ ସବୁ ଜାଣିଛି ଭାଇ, ହେଲେ ତମେ ଗୋଟେ କଥା ଜାଣିନ। ମୁଁ କୋଉ କଥା ଜାଣିନୁ? ମୁଁ ସେ ଅଗ୍ରସରକୁ କିଛି ନଦେଲେ ବି ସେ ମୋଠୁ କିଛି ଝଡ଼େଇ ନେବାର କି ମତେ ମାରିଦେବାର ସମୟ କି ସୁଯୋଗ ପାଇବନି। କାରଣ ମୁଁ ଏଇ କିଛି ଦିନ ଭିତରେ ବହୁତ ଦୂରକୁ ଚାଲି ଯାଉଛି। କୁଆଡ଼େ ଯିବୁ ତୁ? ମୁଁ ମାନେ ଆରେ ତୁ କୁଆଡ଼େ ଯିବୁ? ପୃଥିବୀର ଯେକୌଣସି ଜାଗାରେ ରହ, ଆକାଶରେ ରହ କି ପାତାଳରେ ରହ, ତାର ଚରିତ୍ର ଯାହା ସେ ତୋତେ ଖୋଜି ଖୋଜି ତୋ ପାଖରେ ପହଞ୍ଚିଯିବ। ପାରିବନି, କେବଳ ସିଏ କଣ ମୋ ପାଖରେ କେହି ବି ପହଞ୍ଚି ପାରିବେନି। ତେଣୁ ଭାଇ, ତମେ ମୋ ଚିନ୍ତା ଛାଡ଼, ଏବେ ନିଜ ଚିନ୍ତା କର, ବିଭୁ କଥା ଚିନ୍ତା କର, ପ୍ରତିଭା କଥା ଚିନ୍ତା କର, ଶୁଭମ କଥା ଚିନ୍ତା କର ଆଉ ଶିଖା କଥା ଭାବ। ବାପା, ନିଦ ହଉନି କି? ଆରେ ତୁ ଉଠି ପଡ଼ିବୁ। ସେପଟ ଭାଇଙ୍କ ଭଳି ଖାଲି ତମ ଭଉଣୀର ମଙ୍ଗଳ କଥା ଚିନ୍ତା କରୁଥାଅ, ତାହେଲେ ତମେ ଆମ ପରିବାରର ସର୍ବନାଶକୁ ଡାକି ଆଣୁଛ। ଆଉ ଯଦି ତମେ ଆମ ପରିବାରର ଭଲ କଥା ଚିନ୍ତା କରୁଛ, ଆମ ଘର କଥା ଚିନ୍ତା କରୁଛ, ଆମ ଦି ଜଣଙ୍କ କଥା ଚିନ୍ତା କରୁଛ, ତାହେଲେ ଭଲ ଭାବରେ ଚିନ୍ତା କର, ଟିକି ନିକି କରି ଭଲସେ ଚିନ୍ତା କର। ପ୍ରତିମା, ତ କୋଉ ଉପାଦାନରେ ଗଢା କି? ଏତେ ଥର ମନା କରିସାରିଲା ପରେ ବି ସେ ବଜାର ହଉଛ, ଯେତେବେଳେ ସୁଯୋଗ ପାଉଛ ନିଜ ବୁଦ୍ଧିଟା ଦେଇ ଦଉଛ। ତମ ଭଳି ମୂର୍ଖକୁ ମୋ ଛଡା ଆଉ କଣ କିଏ ବୁଦ୍ଧି ଦେଇପାରିବ? ତା ଛଡା ପେଟ ଚିନ୍ତା ନଥିଲେ ମୁଁ ମୋ ପାଟି ଆଦୌ ଖୋଲି ନଥାନ୍ତି। ତାମାନେ ତମର ଏଠି ପେଟ ଖାଲି ରହିଯାଉଛି? କିଏ କହିଲା? ଖାଇବାକୁ ଦେଇ
पारुन बोली मु तो कहली पर मु तो कहूची तुमको बाहा ही घर को आसिला परठू मु जहाँ खाऊची जेमिति पिंधुची जेमिति चलुची 7 जन्मरे भी केबे से सब पाइबे बोली आशा करि नथि मानछटी যদি ମାନୁଛ ସେସବୁ କଥା ଚିନ୍ତା କରି ଏ ଘରେ ଖୁସିରେ ଚଳ ଅଯଥା କଥାରେ ମୁଣ୍ଡ ଭର୍ତ୍ତି କରି ଏ ଘରେ ଅଶାନ୍ତି ସୃଷ୍ଟି କରନି ଆମେ ସମସ୍ତେ ଅନ୍ଧ ତ ତେଣୁ ତମେ ଆମ ଆଖି ଖୋଲିବାକୁ ଚେଷ୍ଟା କରୁଛ ଆଉ ନାଇଁ ତମେ ଅନ୍ଧ ନ ହେଇଥିଲେ ଖାଲି ବର୍ତ୍ତମାନକୁ ଦେଖି କଣ ଭବିଷ୍ୟତକୁ ଅଣଦେଖା କରିଥାନ୍ତ ତମେ ଭବିଷ୍ୟତକୁ ଦେଖି ପାରୁନ ଦେଖ ଆମେ ଭବିଷ୍ୟତରେ ଖାଇବାକୁ ମୁଠାଏ ଦାନା ପାଉନି ପିନ୍ଧିବାକୁ ଖଣ୍ଡେ କନା ପାଉନି ଆଉ ଶୁଭ ବହୁତ ବଡ କ୍ରିମିନାଲ ପାଲଟି ଯାଇଛନ୍ତି ଆଉ ଶିଖା ପେଟ ବିକଳରେ ପର ଘରେ ଯାଇ ବାସନ ମାଜୁଛନ୍ତି ପ୍ରତିମା ବାଧିଲା ନା ମୋ କଥାଟା ତମକୁ ବାଧିଲା ନା ଆଉ ଥରେ ଯଦି ତମ ମୋର ଏଭଳି କଥା ମୁଁ ଶୁଣେ ତାହେଲେ ରାଗନି ମୋ କଥାରେ ତମେ ଜମା ରାଗନି ମୁଁ ତମ ଶତ୍ରୁ ନୁହଁ କି ଏ ପରିବାରର ଶତ୍ରୁ ନୁହଁ ମୁଁ ଏ ବଂଶର ବୋହୂ ମୋ ସୁଖ ଦୁଃଖ ମୋ ଭବିଷ୍ୟତକୁ ମୁଁ ଏ ପରିବାର ସହିତ ଯୋଡ଼ି ଦେଇଛି ତମେ ମତେ ବିଶ୍ୱାସ କର କି ନ କର ମୁଁ କିନ୍ତୁ ଦିନ ରାତି ଏ ପରିବାରର ମଙ୍ଗଳ ଚିନ୍ତା କରୁଛି ସବୁବେଳେ ଠାକୁରଙ୍କ ପାଖରେ ଏ ପରିବାରର ଶୁଭ ମନାସୁଛି ୟାର ଛାଡୁ କହିବା ବନ୍ଦ କର ଯୋଉଥିପାଇଁ ଏଠିକି ଆସିଛ ସିଧା ସିଧା ସେ କଥା କୁହ ଏ ଦୁନିଆର ପ୍ରତ୍ୟେକଟି ଭାଇ ନିଜ ଭଉଣୀକୁ ନିଜ ଜୀବନକୁ ବଳି ଭଲ ପାଇବା ତା ବିଷୟରେ ଦିନ ରାତି ଚିନ୍ତା କରିବା ଉଚିତ କିନ୍ତୁ ଗୋଟେ ଭଉଣୀ ପାଇଁ ପୁରା ପରିବାରର ଭବିଷ୍ୟତକୁ କଣ ଅନ୍ଧାରକୁ ଠେଲିଦେବା ଉଚିତ ଯଦି ତମ ଭାଇ ଉଗ୍ରସେନ କବଳର ନାନୀଙ୍କୁ ବଞ୍ଚେଇବା ପାଇଁ ଚାହୁଁଛନ୍ତି ତାହେଲେ ନାନୀଙ୍କ ନାଁରେ ଯେତେ ସବୁ ସମ୍ପତ୍ତି ଅଛି ତାକୁ ଦେଇ ଦଉନାହାନ୍ତି ଆମ ପଛର ସବୁ ସମ୍ପତ୍ତି ଦେଇଦେବା କଣ ଦରକାର କାଲିକି ଆମର ସବୁ ଧନ ସମ୍ପତ୍ତି ଚାଲିଗଲେ ବି ଆମେ ଯେମିତି ସେମିତି ଚଳିଯିବୁ ଭାଇ କୋଉଠି ଗୋଟେ ଛୋଟିଆ ଚାକିରି କରିବେ ତମେ ଓକିଲାତି କର ଆଉ ନାନୀଙ୍କ କଥା ତାଙ୍କ ସ୍ୱାମୀ ବୁଝିବେ ହେଲେ ଶୁଭମ ଶିଖା ତାଙ୍କର କଣ କାଲିକି ଯେତେବେଳେ ଆମର ଗୋଟେ ପିଲାଟିଏ ହବ ତାର କଣ କେବେ ସେଗୁଡା ସବୁ ଚିନ୍ତା କରିଛ ଆଜି ଯାଏ ସେମାନେ ଯୋଉ ଅୟସ ଆରାମରେ ଚଳି ଆସିଛନ୍ତି କାଲିକି ସେ ସବୁ ନ ମିଳିଲେ ଦିନେ ଖାଇ 2 ଦିନ ଉପାସରେ ରହିପାରିବେ ତ କାଲିକି ଗୋଟେ ଅସହାୟ ଜୀବନ ସହିତ ସାଲିସ କରିକି ସେମାନେ ବଞ୍ଚିପାରିବେ ତ ଏତେ ସୁଖ ସୁବିଧାରେ ଥାଇବି ଶୁଭମ ଅବାଟରେ ଚାଲି ଯାଇଥିଲା କାଲିକି ଏମିତି ଗୋଟେ ପରିସ୍ଥିତିରେ ସେ ନିଜକୁ ନିଜେ କେତେ ତଳକୁ ଖସେଇଦବ ସେ କଥା କେବେ ଭାବିଛ ଭାବିବାକୁ ପଡିବ ପ୍ରତିମା ସେସବୁ କଥା ଭାବିବାକୁ ପଡିବ ପ୍ରତିମା ମୁଁ ମୂର୍ଖ ନୁହେଁ ମୁଁ ଭବିଷ୍ୟତ କଥା ଚିନ୍ତା କରୁଛି କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ହଁ ପରା ବେଳେବେଳେ ପରିସ୍ଥିତିରେ ପଡି ମଣିଷଙ୍କର ବୁଦ୍ଧି ବୃତ୍ତି ସବୁ ଲୋପ ପାଇଯାଏ ଭଲ କଥା ଗୁଡା ବି ତାଙ୍କୁ ବିଷ ପରି ଲାଗେ ଛାଡ ତମେ ଗୋଟେ କାମ କର ତମେ ଭାଇଙ୍କୁ ଖୋଲା ଖୋଲି ଭାବରେ ତାଙ୍କ ନିଷ୍ପତ୍ତିକୁ ବିରୋଧ କର ତଥାପି ଯଦି ସେ ନ ମାନନ୍ତି ତାହେଲେ ତାଙ୍କୁ ଚହଟରା ବଂଶର ସବୁ ସମ୍ପତ୍ତିର ମାଲିକ ସେ ଏକା ନୁହଁ କଣ ମୁଁ ଭାଇକି କଥା କହିବି ଆଉ କଣ ମୁଁ କହିବି ଭାଇ କହି ଦେଢଶୁରଙ୍କ ଏସବୁ କଥା କହିବି ମତେ ଲାଜ ଲାଗିବନି ପ୍ରତିମା ମୋ ନିଷ୍ପତ୍ତି ଶୁଣି ରଖ ସୂର୍ଯ୍ୟ ରାତିରେ ଉଦୟ ହେଇପାରନ୍ତି ଚନ୍ଦ୍ର ଦିନରେ ଉଇଁପାରନ୍ତି କିନ୍ତୁ ମୁଁ ଭାଇଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇପାରିବି ଏ ସବୁ ସମ୍ପତ୍ତି ସହିତ ଭାଇ ମତେ ଯଦି କାହାକୁ ବିକି ଦିଅନ୍ତି ତାହେଲେ ମୁଁ ତାଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯିବା କଥା ଚିନ୍ତା ବି କରିପାରିବି ଆଉ ମତେ ଯେତିକି ଶୁଣେଇଲ ଯେତିକି ବୁଝେଇଲ ଯଥେଷ୍ଟ ଆଉ ବୁଝେଇବା ଦରକାର ନାହିଁ ବରଂ ତମେ ଚୁପ୍ ରହିଲେ ସେଇଟା ତମ ପାଇଁ ଆଉ ମୋ ପାଇଁ ମଙ୍ଗଳ ବୋଲି ମୁଁ ଭାବୁଛି